ବନ୍ଧୁମାନେ ଚଳିତ ବର୍ଷ 22 ଜୁଲାଇରେ ଆରମ୍ଭ ହେବ ଶ୍ରାବଣ ସୋମବାରର ବ୍ରତ, ଯାହାକି ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ରହିବ। ତ ବନ୍ଧୁମାନେ ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ଘରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ସବୁ ଜିନିଷ, ନଚେତ୍ ଆପଣଙ୍କୁ ଶ୍ରାବଣ ମାସର ବ୍ରତର କୌଣସି ବି ଫଳ ପ୍ରାପ୍ତି ହେବ ନାହିଁ। ଯଦି ଆପଣ ଭଗବାନ ଶିବ ଶଙ୍କରଙ୍କର କୃପା ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି, ତ ନିଶ୍ଚିତ ଭାବରେ ଆପଣମାନେ ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ଏହି ଜିନିଷ ଗୁଡ଼ିକୁ ଘରୁ ହଟାଇ ଦିଅନ୍ତୁ। କାରଣ ଶ୍ରାବଣର ସୋମବାର ଗୁଡ଼ିକରେ ଭଗବାନ ଶିବଙ୍କର ଆମ ଗୃହରେ ବାସ ହୋଇଥାଏ। ସେଥିପାଇଁ ଗୃହକୁ କେବେ ବି ଅପରିଷ୍କାର କରି ରଖନ୍ତୁ ନାହିଁ। ଏମିତିକି ଶ୍ରାବଣ ମାସରେ ଆପଣ ଘରେ ଏହି ସବୁ ଭୁଲ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟିର ମଧ୍ୟ ଆପଣ ଶିକାର ହୋଇଥାନ୍ତି। ଏହାପରେ ଆପଣ ଯେତେ ବି ପୂଜା ପାଠ କରିନିଅନ୍ତୁ, ଆପଣଙ୍କ ଉପରେ ମା ଲକ୍ଷ୍ମୀ କଦାପି ବି ପ୍ରସନ୍ନ ହୋଇନଥାନ୍ତି। ଏମିତିକି ସମସ୍ତ ଦେବାଦେବୀ ମାନେ ମଧ୍ୟ ଏହାଦ୍ୱାରା ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି। ବନ୍ଧୁମାନେ ବାସ୍ତୁଶାସ୍ତ୍ରରେ ଆମ ଗୃହର ସକାରାତ୍ମକ ଊର୍ଜାକୁ ବୃଦ୍ଧି କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ଆମ ଗୃହରେ ଥିବା ପ୍ରତ୍ୟେକ ଜିନିଷ ସକାରାତ୍ମକ ଏବଂ ନକାରାତ୍ମକ ଊର୍ଜାର ସୃଷ୍ଟି କରିଥାନ୍ତି। ଯଦି ବସ୍ତୁକୁ ତାର ସଠିକ୍ ସ୍ଥାନରେ ରଖାନଯାଏ, ତେବେ ତାହା ନକାରାତ୍ମକ ଊର୍ଜାର ସଞ୍ଚାର କରିଥାଏ, ଯାହାର ପ୍ରଭାବ ଆପଣଙ୍କ ଗୃହର ଆର୍ଥିକ ସ୍ଥିତି ଏବଂ ଆପଣଙ୍କ ଗୃହର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ସିଧାସଳଖ ଭାବରେ ପଡ଼ିଥାଏ ଏବଂ ଆପଣଙ୍କ ଗୃହରେ ଦୁଃଖ, ଦାରିଦ୍ର୍ୟତା ଏବଂ କ୍ଲେଶ ବୃଦ୍ଧି ପାଇଥାଏ। ଏବଂ ଯଦି ଆପଣ ସେହି ବସ୍ତୁଗୁଡ଼ିକୁ ସେମାନଙ୍କର ସଠିକ୍ ସ୍ଥାନରେ ଏବଂ ସଠିକ୍ ଭାବରେ ରଖନ୍ତି, ତେବେ ତାହା ଆପଣଙ୍କ ଗୃହରେ ସକାରାତ୍ମକ ଊର୍ଜାର ସୃଷ୍ଟି କରିଥାଏ ଏବଂ ଆପଣଙ୍କ ଗୃହରେ ସୁଖ, ଶାନ୍ତି, ଧନ ଏବଂ ସମ୍ପଦର ବୃଦ୍ଧି ହୋଇଥାଏ। ବନ୍ଧୁମାନେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଗୃହର ମୁଖ୍ୟ ଦ୍ୱାର ହିଁ ଆପଣଙ୍କ ଗୃହର ସୁଖ, ସମୃଦ୍ଧି ଏବଂ ବୈଭବର ପ୍ରବେଶ ଦ୍ୱାର ହୋଇଥାଏ। ମାତ୍ର ଯଦି ଆପଣଙ୍କ ମୁଖ୍ୟ ଦ୍ୱାରର ଦିଗ ଭୁଲ ହୋଇଥାଏ କିମ୍ବା ଏପରି କିଛି ଜିନିଷ ଆପଣ ନିଜର ମୁଖ୍ୟ ଦ୍ୱାର ସମ୍ମୁଖରେ ରଖନ୍ତି, ତେବେ ଆପଣଙ୍କ ଗୃହରେ ନକାରାତ୍ମକତା ବୃଦ୍ଧି ପାଇଥାଏ, ଯାହାଦ୍ୱାରା ଆପଣଙ୍କ ଗୃହରେ କ୍ଲେଶ ଏବଂ ବେମାରୀ, ଦାରିଦ୍ର୍ୟତା ଏସବୁର ବୃଦ୍ଧି ପାଇଥାଏ। ଏହି କାରଣରୁ ହିଁ ଆପଣଙ୍କ ଗୃହରେ ମୁଖ୍ୟ ଦ୍ୱାରକୁ ସବୁଠାରୁ ଅଧିକ ମହତ୍ତ୍ୱ ଦିଆଯାଇଥାଏ। ତ ବନ୍ଧୁମାନେ ଆପଣମାନେ ତ ଜାଣନ୍ତି ଶ୍ରାବଣ ମାସରେ ଅଧିକ ସମୟ ବର୍ଷା ହୋଇଥାଏ। ତେବେ ଆପଣଙ୍କ ଘର ଆଗରେ ଯଦି ବର୍ଷା ପାଣି ଜମା ହୋଇ ରୁହେ, ତେବେ ଏହା ଆପଣଙ୍କ ଘର ପାଇଁ ଅଶୁଭ ହୋଇଥାଏ। ଏହା ବାସ୍ତୁ ଦୋଷର କାରଣ ବନିଥାଏ। ଏମିତିକି ଆପଣମାନେ ଜାଣନ୍ତି ଯେ ଅଧିକ ଦିନ ପାଣି ଜମା ହୋଇ ରହିବା ଫଳରେ ଏଥିରେ ଅନେକ ପ୍ରକାରର ବ୍ୟାକ୍ଟେରିଆଙ୍କର ଜନ୍ମ ହୋଇଥାଏ, ଯାହାକି ଆପଣଙ୍କ ପରିବାରର ସଦସ୍ୟଙ୍କର ବେମାରୀର ମଧ୍ୟ କାରଣ ହୋଇଥାଏ। ଆପଣଙ୍କ ଗୃହରେ ସକାରାତ୍ମକ ଊର୍ଜାର ପ୍ରବେଶ ହୋଇପାରିନଥାଏ। ଗୃହ ସାମ୍ନାରେ ଅସନା ପାଣି ବହୁତ ଦିନ ପର୍ଯ୍ୟନ୍ତ ଜମା ହୋଇ ରହିବା ଦ୍ୱାରା ଆପଣଙ୍କ ଗୃହରେ ନକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ, ଯାହାଫଳରେ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଗୃହକୁ ପରିତ୍ୟାଗ କରିଦେଇଥାନ୍ତି। ସେଥିପାଇଁ ଆପଣ କେବେ ବି ନିଜ ଘର ସାମ୍ନାରେ ଅସନା ପାଣି ଜମା ହୋଇ ରହିବାକୁ ଦିଅନ୍ତୁ ନାହିଁ। ବନ୍ଧୁମାନେ ଦ୍ୱିତୀୟରେ ହେଉଛି କଣ୍ଟା ଜାତୀୟ ବୃକ୍ଷ। ଅନେକ ବ୍ୟକ୍ତିମାନେ ନିଜ ଗୃହର ଶୋଭାବର୍ଦ୍ଧନ କରିବା ପାଇଁ କଣ୍ଟା ଜାତୀୟ ବୃକ୍ଷକୁ ଗୃହରେ ଲଗାଇଥାନ୍ତି। ମାତ୍ର ଏହା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ। ଆପଣ ଯଦି ନିଜ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ କଣ୍ଟା ଜାତୀୟ କୌଣସି ବି ଗଛ ଲଗାଇଛନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ମନାନ୍ତର ମତାନ୍ତର ସୃଷ୍ଟି ହୋଇଥାଏ। କଣ୍ଟା ଜାତୀୟ ବୃକ୍ଷଗୁଡ଼ିକ ନକାରାତ୍ମକ ଶକ୍ତି ସୃଷ୍ଟି କରିବାର କାରଣ ବନିଥାନ୍ତି। ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ କଣ୍ଟା ଜାତୀୟ ଗଛ ଥିଲେ ସେହି ଗୃହକୁ ଦେବାଦେବୀଙ୍କର ପ୍ରବେଶ ହୋଇନଥାଏ। ଏମିତିକି ସେହି ଗୃହକୁ ଅଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ, ଯାହାଫଳରେ ଆପଣଙ୍କ ଗୃହରେ ଦୁଃଖ, ଦାରିଦ୍ର୍ୟତା ଏବଂ କ୍ଲେଶର ବୃଦ୍ଧି ହୋଇଥାଏ। ଆପଣଙ୍କର ପରିବାରର ସଦସ୍ୟମାନଙ୍କର ଉନ୍ନତି ହେବା ବଦଳରେ ଅବନତି ହୋଇଥାଏ। ସେଥିପାଇଁ ଯଦି ଆପଣ ମୁଖ୍ୟ ଦ୍ୱାର ସମ୍ମୁଖରେ କୌଣସି ବି କଣ୍ଟା ଜାତୀୟ ବୃକ୍ଷ ଲଗାଇଛନ୍ତି କିମ୍ବା ତାହା ଆପେ ଆପେ ଉଠିଛି, ତେବେ ତୁରନ୍ତ ସେଗୁଡ଼ିକୁ ହଟାଇ ଦିଅନ୍ତୁ। ବନ୍ଧୁମାନେ ଆପଣ ନିଜ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ କେବଳ ସୁଗନ୍ଧିତ ଏବଂ ସୌନ୍ଦର୍ଯ୍ୟ ଭରା ଗଛ ଲଗାନ୍ତୁ।
ସୁଗନ୍ଧିତ ଫୁଲର ବାସ୍ନାରେ ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଆପଣଙ୍କ ଗୃହକୁ ପ୍ରବେଶ କରିଥାନ୍ତି। ବନ୍ଧୁମାନେ, ତୃତୀୟରେ ହେଉଛି ଅଳିଆ ଡବା। ଆପଣମାନେ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ କିମ୍ବା ମୁଖ୍ୟ ଦ୍ୱାର କଡ଼ରେ କେବେ ବି ଡଷ୍ଟବିନ୍ କିମ୍ବା ଅଳିଆ ଡବା ରଖନ୍ତୁ ନାହିଁ କିମ୍ବା ଅଳିଆ ଗଦା କରିକି ମଧ୍ୟ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଆପଣଙ୍କ ଗୃହର ଧନହାନିର କାରଣ ହୋଇଥାଏ। ଗୃହ ସମ୍ମୁଖରେ ଅଳିଆ ଗଦା କରି ରଖିବା ଦ୍ୱାରା ମା ଲକ୍ଷ୍ମୀ ଯଦି ଆପଣଙ୍କ ଗୃହକୁ ଆସିବାର ବି ଥାନ୍ତି ତେବେ ଏହାକୁ ଦେଖି ସେ ଫେରି ଯାଇଥାନ୍ତି। ଏହାଦ୍ୱାରା ସକାରାତ୍ମକ ଶକ୍ତି ବଦଳରେ ଆପଣଙ୍କ ଗୃହକୁ ନକାରାତ୍ମକ ଶକ୍ତି ଗୁଡ଼ିକ ଆକର୍ଷିତ ହୋଇ ଆସିଥାନ୍ତି। ଏବଂ ବନ୍ଧୁମାନେ ମନେ ରଖିବେ ଯେ ଆପଣ ଅଳିଆ ଗଦା କିମ୍ବା ଅଳିଆ ଡବାକୁ କେବେ ବି ଉତ୍ତର ଦିଗରେ ରଖିବେ ନାହିଁ, କାରଣ ଉତ୍ତର ଦିଗଟିକୁ ଧନର ଦିଗ ବୋଲି ମାନା ଯାଇଥାଏ। ମା ଲକ୍ଷ୍ମୀ ଏବଂ କୁବେରଙ୍କର ଦିଗ ବୋଲି ମାନା ଯାଇଥାଏ। ଏହା ବ୍ୟତୀତ ଆପଣ ମୁଖ୍ୟ ଦ୍ୱାର ସମ୍ମୁଖରେ ଝାଡ଼ୁ, ପୋଛା କିମ୍ବା ୱାଇପର ମଧ୍ୟ ରଖିବା ଉଚିତ ନୁହେଁ। ବନ୍ଧୁମାନେ, ଚତୁର୍ଥରେ ହେଉଛି ବିଜୁଳି ଖୁଣ୍ଟ। ଅନେକ ବ୍ୟକ୍ତିଙ୍କ ଘର ସମ୍ମୁଖରେ ବିଜୁଳି ଖୁଣ୍ଟ ଥାଏ, ମାତ୍ର ବାସ୍ତୁଶାସ୍ତ୍ର ଅନୁସାରେ ଏହା ଗୃହ ପାଇଁ ଅନିଷ୍ଟକାରୀ ବୋଲି ମାନା ଯାଇଥାଏ। ସେଥିପାଇଁ ଆପଣ ମୁଖ୍ୟ ଦ୍ୱାର ବନାଇବା ସମୟରେ ଏହି କଥାର ବିଶେଷ ଧ୍ୟାନ ଦେବା ଉଚିତ। ଏହା ବ୍ୟତୀତ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଘନ ବୃକ୍ଷଲତା ରହିବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା ଆପଣଙ୍କ ଗୃହରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ବନ୍ଧୁମାନେ, ଯଦି ଘନ ବୃକ୍ଷଲତା କାରଣରୁ ଆପଣଙ୍କ ଗୃହକୁ ସକାଳର ଖରା ପ୍ରବେଶ କରିପାରୁନଥାଏ, ସକାଳର ସୂର୍ଯ୍ୟ କିରଣ ପ୍ରବେଶ କରିପାରୁନଥାଏ, ତେବେ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି ମାନା ଯାଇଥାଏ। ବନ୍ଧୁମାନେ, ସୂର୍ଯ୍ୟଙ୍କର ପ୍ରଥମ ସୂର୍ଯ୍ୟ କିରଣଟି ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ, ଅର୍ଥାତ୍ ଆପଣଙ୍କ ଗୃହରେ ସୂର୍ଯ୍ୟଙ୍କର ପ୍ରଥମ ସୂର୍ଯ୍ୟ କିରଣ ପଡ଼ିବା ଦ୍ୱାରା ଆପଣଙ୍କ ଗୃହର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହା ସହିତ ଆପଣଙ୍କ ଗୃହରେ ପ୍ରଥମ ସୂର୍ଯ୍ୟ କିରଣ ପଡ଼ିବା ଦ୍ୱାରା ଆପଣଙ୍କ ଗୃହରେ ସୁଖ, ସମୃଦ୍ଧି ଏବଂ ବୈଭବର ମଧ୍ୟ ବୃଦ୍ଧି ହୋଇଥାଏ। ସେଥିପାଇଁ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଘନ ବୃକ୍ଷଲତା ରହିବାକୁ ଶୁଭ ବୋଲି ମାନା ଯାଇନଥାଏ, କାରଣ ଏହା ଆପଣଙ୍କ ଗୃହରେ ସୂର୍ଯ୍ୟ କିରଣ ପଡ଼ିବାରେ ବାଧକ ସାଜିଥାଏ। ବନ୍ଧୁମାନେ, ଆପଣ ଗୃହ ସାମ୍ନାରେ କେବେ ବି ଲତା ଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ, କାରଣ ଗୃହ ସାମ୍ନାରେ ଲତା ଜାତୀୟ ବୃକ୍ଷ ଯଦି ଉପରକୁ ମାଡ଼ି ଚାଲେ ତେବେ ମଧ୍ୟ ଏହା ଆପଣଙ୍କ ଗୃହ ପାଇଁ ଅନିଷ୍ଟକାରୀ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହାଦ୍ୱାରା ଆପଣଙ୍କର ଶତ୍ରୁ ସଂଖ୍ୟା ଏବଂ ବିରୋଧୀମାନଙ୍କର ସଂଖ୍ୟା ବୃଦ୍ଧି ପାଇଥାଏ ଏବଂ ଆପଣଙ୍କ ଗୃହର ସଦସ୍ୟମାନଙ୍କର ଉନ୍ନତିରେ ଏହା ବାଧକ ସାଜିଥାଏ। ଆପଣଙ୍କ ଗୃହର ସମ୍ମୁଖରେ କିମ୍ବା ଗୃହର କାନ୍ଥରେ କେବେ ବି କୌଣସି ଲତା ଜାତୀୟ ବୃକ୍ଷକୁ ଚଢ଼ିବାକୁ ଦିଅନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ପ୍ରବେଶ ଦ୍ୱାରରେ କେବେ ବି ଜୋତା ଚପଲ ରଖିବା ମଧ୍ୟ ଉଚିତ ନୁହେଁ, କାରଣ ଜୋତା ଚପଲ ଆପଣ ମୁଖ୍ୟ ଦ୍ୱାର ସମ୍ମୁଖରେ ରଖିବା ଦ୍ୱାରା ମୁଖ୍ୟ ଦ୍ୱାର ଅପବିତ୍ର ହୋଇଯାଇଥାଏ ଏବଂ ଆପଣଙ୍କ ଗୃହକୁ କୌଣସି ବି ଦେବାଦେବୀ ପ୍ରବେଶ କରିପାରିନଥାନ୍ତି। ଆପଣଙ୍କ ଗୃହର ମୁଖ୍ୟ ଦ୍ୱାର ହିଁ ଆପଣଙ୍କ ଗୃହର ସମ୍ପୂର୍ଣ୍ଣତାକୁ ଦର୍ଶାଇଥାଏ। ସେଥିପାଇଁ ଗୃହର ମୁଖ୍ୟ ଦ୍ୱାରକୁ କେବେ ବି ଅପରିଷ୍କାର ଅପରିଚ୍ଛନ୍ନ କରନ୍ତୁ ନାହିଁ କିମ୍ବା କୌଣସି ବି ଅପରିଷ୍କାର ବସ୍ତୁ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ କିମ୍ବା ମୁଖ୍ୟ ଦ୍ୱାର ପାଖରେ ରଖନ୍ତୁ ନାହିଁ। ବନ୍ଧୁମାନେ, ଶ୍ରାବଣ ମାସଟି ଭଗବାନ ଶିବ ଶଙ୍କରଙ୍କୁ ଅର୍ପିତ ହୋଇଥାଏ। ତେବେ ଆପଣ ଏହି ଶ୍ରାବଣ ମାସରେ ଯଦି ଶ୍ରାବଣ ସୋମବାରର ବ୍ରତ କରୁଛନ୍ତି ତେବେ ଯଥାସମ୍ଭବ ନିଜ ଗୃହକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଆପଣଙ୍କ ଗୃହକୁ ଭଗବାନ ମହାଦେବଙ୍କର ଆଗମନ ହୋଇଥାଏ। ନିଜର ମୁଖ୍ୟ ଦ୍ୱାରକୁ ଆପଣ ଆମ୍ବ ପତ୍ରର ତୋରଣରେ ସଜାଇ ରଖନ୍ତୁ। ଗୃହକୁ ସୁଗନ୍ଧିତ କରି ସଜାଇ ରଖନ୍ତୁ। ଏହା ବ୍ୟତୀତ ଆପଣ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଛୋଟ ଛୋଟ ଘଣ୍ଟି ମଧ୍ୟ ଲଗାଇ ପାରିବେ, କାରଣ ଏହାଦ୍ୱାରା ଆପଣଙ୍କ ଗୃହକୁ ସକାରାତ୍ମକ ଉର୍ଜା ଏବଂ ଦେବାଦେବୀମାନେ ଆକର୍ଷିତ ହୋଇ ଆସିଥାନ୍ତି ଏବଂ ଆପଣଙ୍କୁ ଦେବାଦେବୀଙ୍କର କୃପା ମଧ୍ୟ ପ୍ରାପ୍ତି ହୋଇଥାଏ। ଏହା ଆପଣଙ୍କ ଗୃହ ପାଇଁ ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ, କାରଣ ଏଥିରୁ ଯେଉଁ ଶବ୍ଦ ବାହାରିଥାଏ ତାହା ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଗୃହ ଆଡ଼କୁ ଆକର୍ଷିତ କରିଥାଏ ଏବଂ ସମସ୍ତ ପ୍ରକାରର ସକାରାତ୍ମକ ଜିନିଷ ଗୁଡ଼ିକୁ ମଧ୍ୟ ଆପଣଙ୍କ ଗୃହକୁ ଆକର୍ଷିତ କରିଥାଏ ଏବଂ ଏହି ଘଣ୍ଟିର ଶବ୍ଦ ଶୁଣି ଆପଣଙ୍କ ଗୃହରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଥାଏ।
ତ ବନ୍ଧୁମାନେ ଶ୍ରାବଣ ମାସରେ ଏହି ସବୁ ଉପାୟ ଗୁଡ଼ିକୁ ଆପଣ ନିଶ୍ଚୟ ଭାବରେ ପାଳନ କରନ୍ତୁ। କେବଳ ଶ୍ରାବଣ ମାସ ହିଁ ନୁହେଁ, ଆପଣ ପ୍ରତ୍ୟେକ ଦିନ ଏହି ଉପାୟ ଗୁଡ଼ିକ ପାଳନ କରିବା ଆବଶ୍ୟକ ଅଟେ। କାରଣ ପ୍ରତ୍ୟେକ ମାସ କୌଣସି ନା କୌଣସି ଦେବାଦେବୀଙ୍କୁ ସମର୍ପିତ ହୋଇଥାଏ ଏବଂ ଆପଣଙ୍କ ଗୃହକୁ ଦେବାଦେବୀମାନଙ୍କର ଆଗମନ ହୋଇଥାଏ। ତ ଆପଣ ଯଦି ନିଜର ଗୃହ ଏବଂ ଗୃହର ଚତୁଃପାର୍ଶ୍ୱର ପରିବେଶକୁ ସର୍ବଦା ସଫାସୁତୁରା ରଖନ୍ତି, ପରିଷ୍କାର ପରିଚ୍ଛନ୍ନ ରଖନ୍ତି, ତେବେ ଆପଣଙ୍କ ଗୃହରେ ସକାରାତ୍ମକ ଊର୍ଜାର ବୃଦ୍ଧି ହୋଇଥାଏ ଏବଂ ପ୍ରତ୍ୟେକ ଦେବାଦେବୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। କାରଣ ଆପଣଙ୍କ ଗୃହର ସମ୍ପୂର୍ଣ୍ଣତାକୁ ଦେଖି ଦେବାଦେବୀମାନେ ଆକର୍ଷିତ ହୋଇ ଆପଣଙ୍କ ଗୃହକୁ ପ୍ରବେଶ କରିଥାନ୍ତି ଏବଂ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ତେବେ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ ଭକ୍ତି ଏବଂ ଶ୍ରଦ୍ଧାର ସହିତ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖିବେ।